କୁହାଯାଏ ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ, କିନ୍ତୁ ଯେଉଁମାନେ ମୃତ୍ୟୁକୁ ଜିତି ସାରିଛନ୍ତି ସେମାନଙ୍କୁ କିଏ ବା ଭୟଭୀତ କରିପାରିବ। ସେଥିପାଇଁ ତ ନାଗାମାନେ ଗାଆନ୍ତି, ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ। କାପୁରୁଷ ସିନା ପଛ ଘୁଞ୍ଚା ପଣ, ବୀର ମରେ ଅବା କେକରି ବରଣ। ଏହା କେବଳ କବିତା ନୁହେଁ, ଏହା ହେଉଛି ନାଗା ସାଧୁମାନଙ୍କର ଜୀବନର ମୂଳ ମନ୍ତ୍ର। ଯେଉଁଠାରେ ସାଧାରଣ ମଣିଷ ଭୟରେ ପଛକୁ ହଟିଯାଏ, ସେଠାରେ ଏହି ଧର୍ମ ଯୋଦ୍ଧାମାନେ ଛାତିକୁ ଥପ୍ ଥପ୍ କରି ପାହୁଲ ପକାଇ ଆଗକୁ ମାଡ଼ି ଚାଲନ୍ତି। ଆଜକୁ ପ୍ରାୟ 1200 ବର୍ଷ ତଳର କଥା। ଭାରତବର୍ଷ ଯେତେବେଳେ ବୈଦେଶିକ ଶକ୍ତିମାନଙ୍କ କବଳରେ ଥିଲା, ଆମ ସନାତନ ସଂସ୍କୃତି ଓ ପରମ୍ପରା ବିପଦରେ ଥିଲା, ସେତିକିବେଳେ ଆଦି ଶଙ୍କରାଚାର୍ଯ୍ୟ ଅନୁଭବ କଲେ ଯେ କେବଳ ଶାସ୍ତ୍ର ପଥରେ ଧର୍ମ ରହିବ ନାହିଁ, ଧର୍ମକୁ ରକ୍ଷା କରିବା ପାଇଁ ଶକ୍ତିର ଆବଶ୍ୟକତା ଅଛି। ତେଣୁ ସେ ଭାରତର ଚାରିଧାମର ସୁରକ୍ଷା ପାଇଁ ସ୍ଥାପନା କଲେ ଆଖଡ଼ା। ଆଉ ସେଇ ଆଖଡ଼ାରେ ଜନ୍ମ ନେଲେ ଏମିତି କିଛି ସନ୍ନ୍ୟାସୀ ଯେଉଁମାନେ ଗୋଟେ ହାତରେ ମାଳା ସହିତ ଅନ୍ୟ ହାତରେ ଭାଲା ଧରିଲେ। ସେମାନେ ହେଲେ ନାଗା ସାଧୁ। ସେମାନଙ୍କ ପାଇଁ ଶରୀର ଏକ ବସ୍ତ୍ର ଆଉ ଆତ୍ମା ହେଉଛି ଅବିନାଶୀ। କୁହାଯାଏ କି ଭସ୍ମରୁ ବିଜୟ ଯାଏ। ନାଗା ହେବା ଏତେ ସହଜ ନୁହେଁ। ଏହା ହେଉଛି ନିଜର ଅହଙ୍କାରକୁ ଜାଳି ପାଉଁଶ କରିଦେବାର ପଥ। ନିଜର ଶୁଦ୍ଧିକ୍ରିୟା ନିଜେ କରି ସଂସାରର ମାୟାଜାଲକୁ ଛିନ୍ନ କରି ସେମାନେ ନଗ୍ନ ରୁହନ୍ତି। ଏହାର ଅର୍ଥ ସେମାନଙ୍କ ପାଖରେ ହରେଇବା ପାଇଁ କିଛି ନାହିଁ। ବିଜୟ ପରେ ଯେତେବେଳେ ସେମାନେ ନାଚନ୍ତି, ସେଇ ନାଚକୁ ଆମେ ନାଗା ନାଚ କହିଥାଉ। ଏହା କେବଳ ଉତ୍ସବ ନୁହେଁ, ବରଂ ଜୀବନର ଝଡ଼ଝଞ୍ଜାକୁ ପାଦ ତଳେ ଦଳିଦେବାର ଏକ ପ୍ରତୀକ। ସେମାନଙ୍କ ଶରୀରରେ ବୋଳା ଯାଇଥିବା ଭସ୍ମ ଆମକୁ ମନେ ପକାଇ ଦିଏ ଯେ ଶେଷରେ ସବୁ ମାଟି। ତେବେ ଭୟ କାହାକୁ? ଏହି ହଜି ଯାଇଥିବା ସଂସ୍କୃତିକୁ ଆଜି ବି ବଞ୍ଚେଇ ରଖିଛନ୍ତି ଆମ ପୁରୀବାସୀ। ପୁରୀ ସାହିଜାତର ନାଗା ନାଚ ଏକ ଅବିଚ୍ଛିନ୍ନ ଅଙ୍ଗ। ପୁରୀର ସାହିଜାତରେ ସାହିମାନଙ୍କରେ ଥିବା ଆଖଡ଼ା ଘରୁ ପ୍ରତିବର୍ଷ କିଛି ନା କିଛି ରୂପରେ ପୁରୀର ଲୋକ କଳାକାରମାନେ ବାହାରିଥାନ୍ତି ସାଜସଜ୍ଜା ହେଇ, ରଙ୍ଗ ବେରଙ୍ଗର ସାଜସଜ୍ଜା ହେଇ। ସେଥିରୁ ନାଗା ରୂପ ଗୋଟେ ଅନ୍ୟତମ ରୂପ, ଯେଉଁଟାକି ମୋତେ ବହୁତ ପସନ୍ଦ। ଏହି ନାଗା ନାଚ ଖାଲି ପୁରୀର ସଂସ୍କୃତି ନୁହେଁ, ଆମ ଓଡ଼ିଶାର ସଂସ୍କୃତି ନୁହେଁ, ଆମ ଭାରତର ସଂସ୍କୃତି। ଆକୁ ବଞ୍ଚେଇ ରଖିଥିବା ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଭଗବାନ କରନ୍ତୁ 700 ବର୍ଷ ହେଲାଣି ଚାଲିଥିବା ଏହି ନାଗା ନାଚ ଆହୁରି 7000 ବର୍ଷ ଯାଏ ଚାଲୁ। ଶେଷରେ କହିବି ହରି ବୋଲରେ।